ଦଶାହ ଭୋଜି ନେଲା 4 ଜୀବନ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ନୂଆଡିହି ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ଦଶାହ ଭୋଜି ଖାଇବା ପରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 17 ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ ନୂଆଡିହି ଗାଁରେ ଆୟୋଜିତ ଦଶାହ ଭୋଜିରେ ଅନେକ ଲୋକ ଯୋଗ ଦେଇଥିଲେ। ଭୋଜି ଖାଇବାର କିଛି ସମୟ ପରେ ଲୋକମାନଙ୍କଠାରେ ବାନ୍ତି, ପେଟ କାଟିବା ଓ ଅସୁସ୍ଥତା ଭଳି ଲକ୍ଷଣ ଦେଖାଯାଇଥିଲା। ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତରଖାନାରେ 4 ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ଅତାବିରା ପଞ୍ଚାୟତ ସୁନାଖେନ ଗାଁର ଉଲ୍ଲାସ ଖଡ଼ିଆ ଓ ସୁକାନ୍ତ ଖଡ଼ିଆଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ 2 ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ପ୍ରାୟ 17 ଜଣ ଅସୁସ୍ଥ ହୋଇଥିବା ବେଳେ 10 ଜଣଙ୍କୁ ହେମଗିରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥମାନଙ୍କ ମଧ୍ୟରେ ଜଣେ 23 ମାସର ଶିଶୁକନ୍ୟା ଓ ଜଣେ 11 ବର୍ଷର ନାବାଳିକା ମଧ୍ୟ ଅଛନ୍ତି। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ନୂଆଡିହି ଗାଁରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି ଆମର ସୁନାଖେନ ଗାଁରେ। ଆମର ସୁନାଖେନ ଗାଁରୁ ଗତ ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁକେ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯାଇଥିଲେ। ଆମର ସୁନାଖେନରୁ 25 ଜଣ ପାଖାପାଖି, ସେଥିରୁ 7 ଜଣକୁ ଝାଡ଼ା ବାନ୍ତି ହେବା ଦ୍ୱାରା ତାଙ୍କୁ ହସ୍ପିଟାଲ ପଠାଯାଇଥିଲା DHH ଝାରସୁଗୁଡ଼ା। ସେ ଜାଗାରେ 2 ଜଣ ମୃତ୍ୟୁବରଣ କରିଛନ୍। DHH ଝାରସୁଗୁଡ଼ା ତାଙ୍କୁ ବୁର୍ଲା ପଠାଲା। ବୁର୍ଲାରୁ ସେମାନେ ଯେହେତୁ ICU ନେଇ ପାଇଲେ, ସେ ପ୍ରାଇଭେଟ୍ ହସ୍ପିଟାଲ ନେଉଥିଲା ଜାଗାରେ ସେ ତାଙ୍କର ମୃତ୍ୟୁବରଣ ହୋଇଛେ। ଯେନ୍ ମୃତ୍ୟୁବରଣ କରିଛନ୍ ସେ 2 ଜଣକୁ ସରକାର पर जेहेतु आदिवासी परिवार अछन तांको क्षयक्षति देवा लगे मुझे सरकार को निवेदन करुचे। आ चिकित्साधीन अवस्था 5 जन चिकित्सा संपूर्ण रूपे मागणा करवा लगे मुझे सरकार को निवेदन करुचे। आज आमर सुनाखेन गाँ के आमर CSC लखनपुर PSC आमर पलसार समस्त डॉक्टर टीम आसिक से जगह ट्रिटमेंट आरंभ करिछन, सैनिटाइज करुछन। मैं आशा करुचे जे सरकार निश्चित भाव तार उपर विचार करिक परिवार को क्षयक्षति प्रदान करवार संगे संगे आमर जेन 2 जन मृत्युवरण कर प्रभु प्रार्थना कर अमर आत्मार सौति कामना। झारसुगुड़ारू प्रीतम पंडा रिपोर्ट, खबर ओडिशा।